ଏଇଟା ଦେଖ କାଲିଠୁ ପ୍ରୋଜେକ୍ଟ କାମ ଚାଲିଛି ଆଜି ନେବ ଝିଅ। ଏଟା ଆଉ ଟିକେ ସଜାସଜି ଚାଲିଛି। ଆଜି 7:30ରେ ସେ ଯିବ ସ୍କୁଲଠୁ ସେ ଇଞ୍ଜିନିୟରିଂ କଲେଜକୁ ଯିବ। ଏବେ ହେଲା ଟାଇମ୍ 7ଟା। ଏବେ ପର୍ଯ୍ୟନ୍ତ ତାର କାମ ସରିନାହିଁ। ହେଲେ ସେ କରିବାଠି ବ୍ୟସ୍ତ ଅଛି। କାଲି ଦିନ ଯାକର ଘାଣ୍ଟି ହେଲା ଆଜି ବି ରାତି ଯାକର ସ୍ୱପ୍ନ ଦେଖି ସକାଳୁ ଉଠିକିରି ଆହୁରି ବାକିଟା କରୁଛି। ବାଏ। ଏଇଟା ସବୁ ବଜାର ଏମିତି ପଡ଼ିଛି। ଝିଅ ଗଲା ସ୍କୁଲକୁ ତାର ପ୍ରୋଜେକ୍ଟ ଧରିକିରି। ଏଇଟା ସବୁ ସଫାସୁତୁରା କରିବାର ଅଛି। ଆଜି କାମ ପଡ଼ିଛି ମୋତେ। ଚାଲନ୍ତୁ ସଫାସୁତୁରା କରିବି ତାପରେ କଥା ହେବି ହେଲା। ଆଜି ଏଇଟା ମାଣ୍ଡିଆ। ଆଜି ମାଣ୍ଡିଆ ଧୁଆ ହେବ, ଶୁଖା ହେବ। ଖରା ମାସ ଆସିଲାଣି ତ। ଏଇଟା ସବୁ ଗୁଡ଼ି ଯାକର ଥିବ ସବୁ ଧୋଇକିରି ଶୁଖେଇକିରି ତାକୁ ସଫା କରାହେବ, ବ୍ଲିଚିଂ କରାହେବ। ଆଉ କେଳାକେଳି କରିଦେଲେ ସେଟାର ବାଲି ସବୁ ପଳେଇ ଆସିବ। ଚୋପା ଯାକର ସବୁ ପଳଉଛି। ଏଟା ସବୁ ଚୋପା ଯାକର ତା ଫୁଲ ଚୋପା ସବୁ ପଳେଇଯିବ। ଆଉ ଗୁଡ଼ି ବାଲି ତଳେ ଅଛି, ସେଟା ପରେ କେଳେଇ ଦେବାର ଅଛି। ଏଟା ଏମିତି କରି କେଳେଇ ଦେଲେ ଗୁଡ଼ି ସବୁ ତଳେ ରହିଯିବ। ଏଟା କେତେ ବାଲି ଅଛି ତଳେ ଦେଖନ୍ତୁ। ତାକୁ ଆଉ 2 ଥର କେଳା ହେବ ପାଣିରେ, ବାଲି ଯାକ ସବୁ ବାହାରିବ। ଏଟା ଆମେ ଅକ୍ଟୋବର ମାସରେ ଯାଇଥିଲୁ, ରାୟଗଡ଼ା ଯାଇଥିଲୁ। ସେତିକି ବେଳେ ଆଣିଥିଲୁ 20 କିଲୋ ମାଣ୍ଡିଆ। ଏବେ ଖରା ଆରମ୍ଭ ହେଲା ତ ଆକୁ ଧୁଆ ଧୁଇ କରି ଶୁଖେଇଲେ ଏକା ଚୁନା କରି ରଖି ଦେଇଥିଲେ ମାଣ୍ଡିଆ ଯାଉ କରାହେବ। ଯାହାକୁ ଯୋଉଟା ଦରକାର ସେଟା ଚକୁଳି ଫକୁଳି କରିବା ଆଉ। ଏଟା 5 କିଲୋ ମାଣ୍ଡିଆକୁ ଆଜି ଧୋଇକିରି ଶୁଖା ହେବ। ଏପଟେ ଆର ଭେଷ ସକାଳୁ ଇଏ ଗୋଟେ ପାଣି ଦେଖିକିରି ଧାଇଁ ଆସିକିରି ତାର ଭେଷ କେମିତି କାଢୁଛି ନା। ଗାଧେଇବ ଇଏ ଅଧା ଘଣ୍ଟା ପର୍ଯ୍ୟନ୍ତ ଏମିତି ଗାଧେଇ ଥିଲେ ତାକୁ ହାୟ ଲାଗବ। ତାପରେ ପାଣିରୁ ବାହାରବ। ଏଟା ମାଣ୍ଡିଆ ଶୁଖା ହେଇଛି। ଆଉ ଏଟା ଅଧା ଶୁଖିଲାଣି। ଏବେ ଟାଇମ୍ ହେଲାଣି 3ଟା। ଏଟା ଆଜି ତ ଶୁଖିବ ନାହିଁ, କାଲିକି ଶୁଖିବ। କାଲିକି ଶୁଖିଲେ ତାକୁ ଆଉ ଥରେ ସଫାସୁତୁରା କରାହେବ। ପାଛଡ଼ା ପଛୁଡ଼ି କରି ସବୁ ବଛା ବଛି ହେଇକିରି ମିଲ୍କୁ ତାକୁ କରି ଅଣାହେବ। ଖରା ବେଶୀ ଗରମ ଅଛି। ଏଇ ଫେବୃଆରୀ ମାସରେ ଏକା ଏତେ ଖରା ବୋଇଲେ ଆଉ ମେ ଜୁନରେ ଅଛି ଆଉ ଖରା। ଏଟା ମାଣ୍ଡିଆ ଶୁଖିଗଲା। ତାକୁ ଆଉ ଟିକେ ବଛା ବଛି ଚାଲିଛି। ବଛା ବଛି ସବୁ କରି ସାରିଲେ ଆଉ ଏଇଟା ମିଲ୍କୁ ନେବା, ଗୁଣ୍ଡ କରି ଆଣିବା। ଏଇଟା ସବୁ ବଛା ବଛି ହେବ। ଆଉ ତଳ ବାଟେ ଗୁଡ଼ି ଥିବ ପରା ବୋଲିକି ତାକୁ ଆଉ ଥରେ କୁଲାରେ ସବୁ ଇଏ କରାହେଉଛି। ବଛା ବଛି କରାହେବ।